ଆସିଗଲୁ ସ୍କୁଲରୁ ଦେଖିଲୁ ବିନା ତେଲରେ ପନିର ତରକାରୀ କେମିତି ଟେଷ୍ଟ ମସଲା ଟେଷ୍ଟ କରେ ହାତରେ ନେଇକି ଟେଷ୍ଟ କରେ ଆରେ ହାତରେ ନେ ନିଜେ ଓହୋ ଏ ଭୋକୁଆ ମୋ ପିଲାଟାରେ କେମିତି ହେଇଛି ବଢ଼ିଆ ଆଚ୍ଛା ତେଲ ପଡ଼ିନି ଜଣାପଡ଼ୁଛି ଏଠି ମୁଁ ବନଉଛି ବିନା ତେଲରେ ପନିର ତରକାରୀ ତ ଜୟ ଜଗନ୍ନାଥ ଫ୍ରେଣ୍ଡ ଆଜି ହଜବେଣ୍ଡ ନାହାନ୍ତି ଗାଁକୁ ଯାଇଛନ୍ତି 4-5 ଦିନ ହେଲାଣି ତ ମୁଁ ଭାବିଲି ଆଜି ଟିକେ ସର ରଖିଥିଲି ସେଟା ଘିଅ କରିବି ବୋଲି ଘରେ ସର ରଖି ଘିଅ କଲେ ବହୁତ ବଢ଼ିଆ ଲାଗେ ବହୁତ ଘିଅ ବାହାରେ ତ ଆମ କ୍ଷୀରଟା ଭଲ ସେଥିପାଇଁ ବହୁତ ଘିଅ ବାହାରୁଛି ତ ପନିର ଟିକେ ଥିଲା ତ ମୁଁ ଭାବିଲି ଆପଣମାନଙ୍କୁ କରିକି ଦେଖିବି ବିନା ତେଲରେ କେମିତି ପନିର ତରକାରୀ କରିବା ଆଜି ଗୋଟେ ପ୍ରକାର ଦେଖାଉଛି ପନିର ତରକାରୀ ବିନା ତେଲରେ ଆଉ ଦିନ ଆଉ ଗୋଟେ ପ୍ରକାର ଦେଖିବି ତ ଆପଣମାନେ ବି ନିଶ୍ଚୟ କରନ୍ତୁ ଦେଖିବେ ବହୁତ ବଢ଼ିଆ ଏଠି ଦେଖନ୍ତୁ ମୁଁ ସର ଗୁଡ଼ା ଯେଉଁ କରିକି ବସିଛି ଘିଅ କରିବା ପାଇଁ ତ ଫ୍ରେଣ୍ଡ ମାନେ ଭିଡ଼ିଓ ଭଲ ଲାଗିଲେ ନିଶ୍ଚୟ ସବସ୍କ୍ରାଇବ୍ କରିଦେବେ ଲାଇକ୍ କରିବେ ଆଉ ଏପଟେ ଡାଲି ବସେଇଛି ତ ଏବେ ଚାଲନ୍ତୁ ଆମେ ପନିର ତରକାରୀ ବିନା ତେଲରେ କେମିତି କରିବା ରେଡ଼ି କରିବା ତ ମୁଁ ଏଇଠି ଗୋଟେ ନନଷ୍ଟିକ୍ ପ୍ୟାନ୍ ନେଇଛି ଆପଣ ଯଦି ନନଷ୍ଟିକ୍ ଥିବ ନେବେ ନନଷ୍ଟିକ୍ରେ ଟିକେ ଭଲ ହୁଏ ନହେଲେ ନାହିଁ କୌଣସି ମୋଟା କଢ଼େଇ ନେବେ କାରଣ ଯେହେତୁ ଆମେ ତେଲ ପକାଇବାନି ସେଥିପାଇଁ ଏବେ ଦେଖନ୍ତୁ ଆମର ପ୍ୟାନ୍ଟା ରେଡ଼ି ହେଇଗଲାଣି ତ ମୁଁ ଏବେ ଗରମ ହେଇଗଲାଣି ରେଡ଼ି ହେଲେ ମାନେ ଗରମ ହେଇଗଲାଣି ତ ମୁଁ ଏବେ ନେଇଛି 2-3ଟା ଆମର ଗୋଲମରିଚ ପକାଇଲି ଆଉ ଏଇଠି ଯେଉଁ ଡାଲଚିନି ପକାଇଲି ଲବଙ୍ଗ ପକାଇଲି ଆଉ ଗୁଜୁରାତି ପକାଇଲି ଏସବୁ ଗୁଡ଼ା 1-2-3ଟା ପକାଇବେ ଆପଣଙ୍କ ପନିର ଅନୁସାରେ ଦେଖିକି ପକାଇବେ ମୋ ତ ମା ପୁଅ 2 ଜଣ ଖାଇବୁ କମ୍ ସେଥିପାଇଁ ଆଉ ଜିରା ଟିକେ ପକାଇବେ ଏଗୁଡ଼ା ପକାଇକି ଟିକେ ରୋଷ୍ଟ କରିଦେବେ ମାନେ ଟିକେ ଭାଜିଦେବେ ଆମେ ତ ତେଲ ପକାଇବାନି ନା ଏମିତି କରିବା ଆଉ ଦେଖନ୍ତୁ ଟେଷ୍ଟ ବହୁତ ବଢ଼ିଆ ଲାଗିବ ଭୋଜି ତରକାରୀ ଷ୍ଟାଇଲ୍ରେ ଲାଗିବ ଭୋଜି ତରକାରୀ ଭଳିଆ ଲାଗିବ କିନ୍ତୁ ତେଲ ପଡ଼ିନଥିବ ୟାକୁ ଟିକେ ଭଲ ଭାବରେ ଭାଜିଦେବେ ଦେଖନ୍ତୁ ଏବେ କଲର୍ ଚେଞ୍ଜ ହେଇଗଲାଣି ତ ଏଇଟା ମୋର ଏବେ ରେଡ଼ି ହେଇଗଲାଣି ଭାଜାଟା ଏବେ କ'ଣ କରିବା ଆମେ ମୁଁ ପିଆଜ କାଟିକି ରଖିଥିଲି ବଡ଼ ପିଆଜ ଗୋଟେ ପିଆଜ ବଡ଼ର କାଟିକି ଛୋଟ ଛୋଟ କରି ରଖିଥିଲି ଏମିତି ତାକୁ ପକାଇଦେବା ତ ତାକୁ ବି ଟିକେ ଭଲସେ ଭାଜିଦେବା ଏମିତି ତ ଯେହେତୁ ଆମର ମାନେ ତେଲ ପଡ଼ୁନି ଖାଲି ପିଆଜ ଖାଲି ମସଲା ସେଥିପାଇଁ ଆମେ କ'ଣ କରିବା ପିଆଜଟା ଟିକେ ଦେଖିବେ ହେଇଯାଇଥିବ ତାକୁ କ'ଣ କରିବେ ଟିକେ ପାଣି ଦେବେ ନହେଲେ ଆମର ବିନା ତେଲରେ କରୁଛେ ନା ପାଣି ଟିକେ ଦେବେ ଏମିତି ଟିକେ ସିଝିବା ପାଇଁ ତାକୁ ଟିକେ ପାଣି ଦେବେ ପାଣି ନଦେଲେ ସେଟା ପୋଡ଼ିଯିବ ସେଥିପାଇଁ ପାଣି ଟିକେ ଦେବେ ଏମିତି ଏ ଦେଖନ୍ତୁ ଆମର ପିଆଜଟା ବି ଏବେ ହେଇଗଲାଣି ତ ଏବେ ଆପଣ କ'ଣ କରିବେ ଛୋଟ ଛୋଟ କାଟିକି ରଖିଥିବେ ଟମାଟର ପକାଇଦେବେ ଆପଣ ଚାହିଁଲେ ଟମାଟରକୁ ବାଟିକି ପିଉରି କରିକି ବି ପକାଇ ପାରିବେ କିନ୍ତୁ ଏମିତି ଛୋଟ ଛୋଟ କାଟି ପକାଇଲେ ଟିକେ ଭଲ ଲାଗିବ ତା ପିଆଜ ସହିତ ସିଏ ଜରିଯିବ ତ ମେଲ୍ଟ ହେଇଯିବ ଟିକେ ଭଲ ଲାଗିବ ତ ଆପଣ ଇଚ୍ଛା ଯେମିତି କରିବେ ଛୋଟ ଛୋଟ କାଟିକି ରଖିଥିଲି ଟମାଟର ସେଟା ଟିକେ ମୁଁ ପକାଇଦେଲି ତାକୁ ଟିକେ ଏବେ ଭାଜିକି ମନେ ରଖନ୍ତୁ ଆପଣ ଯେବେ ବି ତରକାରୀ କରିବେ ପୁରା କମ୍ ଫ୍ଲେମ୍ରେ ଗ୍ୟାସ୍ ଦେବେ ତ ଏବେ ବି ଆମେ ଟିକେ ପାଣି ଦେବା ପାଣି ଦେଇକି ଟମାଟର ପିଆଜ ଦୁଇଟାକୁ କ'ଣ କରିବା ନା ସିଝିବା ପାଇଁ ଛାଡ଼ିଦେବା ଆମେ ତେଲ ପକାଇନେ ତ ସେ ପାଣି ଦ୍ୱାରା ହିଁ ଜରିବ ଆଉ ଏବେ ଆମେ ନେବା ଗ୍ରାଇଣ୍ଡିଙ୍ଗ କରିବା ପାଇଁ କାଜୁ ଏଇଟା ଯେଉଁ ମସଲା କାଜୁ ଯେଉଁ ଛୋଟ ଛୋଟ କାଜୁ ଥାଏ କରିମାନଙ୍କରେ ପକାଯାଏ ସେ କାଜୁ ମୁଁ ଟିକେ ନେଇଛି ଆଉ ନେଇଛି ଏବେ କ୍ଷୀର ସର କାଜୁ ଏଇ ଦୁଇଟାକୁ ଆପଣ କ'ଣ କରିବେ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦେବେ ଦେଖନ୍ତୁ ଏବେ ହେଇଗଲା ମୋର ମୁଁ ଆକୁ ଏବେ ମିକ୍ସି ଜାରରେ ବସିକି ଗ୍ରାଇଣ୍ଡିଙ୍ଗ କରିଦେବି ଏ ଦେଖନ୍ତୁ ଗ୍ରାଇଣ୍ଡିଙ୍ଗ କରିଦେଲି ଏବେ ଆମର ଗ୍ରାଇଣ୍ଡିଙ୍ଗ ହେଇଗଲା ଏବେ ଚାଲନ୍ତୁ ଦେଖିବା ଆମର ମସଲା କେମିତି ହେଇଛି ଏବେ ଦେଖନ୍ତୁ ମୁଁ ସିମ୍ରେ ଦେଇଥିଲି ଏପଟେ ପିଆଜ ଆଉ ଟମାଟର ଅଲରେଡ଼ି ହେଇଗଲାଣି ତ ସ୍ୱାଦ ଅନୁସାରେ ଆପଣମାନେ ସେଥିରେ ଲୁଣ ପକାଇଦେବେ ଥରେ ଏମିତି କରିକି ଦେଖନ୍ତୁ ଆଉ ଲଙ୍କାଗୁଣ୍ଡ ପକାଇବେ ଟେଷ୍ଟ ଅନୁସାରେ ଲଙ୍କାଗୁଣ୍ଡ ପକାଇବେ ଏଇଟା ମୁଁ କାଶ୍ମୀର ଚିଲି ପାଉଡ଼ର ପକାଇଛି ସେଠାରେ ରଙ୍ଗ ବି ଆସିବ ସେଥିପାଇଁ ପକାଇଛି ଆପଣଙ୍କୁ ଯଦି ରାଗ ବେଶୀ ଦରକାର ଆପଣ ଅଲଗା ଲଙ୍କାଗୁଣ୍ଡ ପକାଇ ପାରନ୍ତି ତେବେ ହଳଦୀ ଟିକେ ପକାଇଦେବେ ତ ତାକୁ ସବୁ ମିକ୍ସ କରିଦେବେ ଏମିତି ଦେଖନ୍ତୁ ଏମିତି ତାକୁ ଭଲସେ ମିକ୍ସ କରିଦେବେ ଆପଣ ଟ୍ରାଏ କରିକି ଦେଖନ୍ତୁ ଏଇଟା ସବୁ ସମସ୍ତେ ଖାଇପାରିବେ ରୋଗୀ ପେସେଣ୍ଟ ଯେଉଁମାନେ ଥିବେ ତାଙ୍କର ତେଲ ମସଲା ଖାଇବାର ନଥିବ ତ ଏଇଟା ସେ ଖାଇପାରିବେ ଏବେ ଦେଖନ୍ତୁ ମୁଁ ମିଟ୍ ମସଲା ଟିକେ ପକାଇଛି ଆପଣ ଚାହିଁଲେ କରି ପାଉଡ଼ର ପକାଇ ପାରିବେ ଚିକେନ୍ ମସଲା ପକାଇ ପାରିବେ
ତ ମୁଁ ଏଇଠି ମିଟ୍ ମସଲା ଟିକେ ପକାଇଛି। ଏ ଦେଖନ୍ତୁ ଆଦେହରେ ଆମର ରସୁଣ ବି ପଡ଼ୁନି, ଅଦା ବି ପଡ଼ୁନି, ଖାଲି ପିଆଜ ପଡ଼ୁଛି। ତ ଯିଏ ମାନେ ଯାହାକୁ ଦେହ ଖରାପ ହେଇଥିବ ଏଇଟା ଖାଇପାରିବେ। ଆଉ ଏବେ ଆମେ ଏ ଯେଉଁ ପେଷ୍ଟ କରି ରଖିଥିଲେ କାଜୁ, ତାକୁ ପକାଇଦେବା। କାଜୁ ଆଉ କ୍ଷୀର ସର ପେଷ୍ଟକୁ ପକାଇ ଦେଇକି ଭଲସେ ମିଶାଇ ଦେବା। ସିମ୍ରେ ହିଁ କରିବେ, ଜମା ଫୁଲ୍ ଫ୍ଲେମ୍ ଦେବେନି, ସେ ନହେଲେ ପୋଡ଼ିଯିବ, ତେଲ ପଡ଼ିନି ସେଥିପାଇଁ। ତ ଆପଣ ଏଇଟା ନିଶ୍ଚୟ କରିକି ଦେଖନ୍ତୁ। ଯାହାର ବି କୌଣସି ବି ପ୍ରୋବ୍ଲେମ୍ ଥାଏ, ଦେହ ଖରାପ ହେଇଥାଏ, ଡକ୍ଟର ମନା କରିଥାଏ ତେଲ ମସଲା ଖାଇପାରିବେନି, ତ ଏଇଟା ନିଶ୍ଚୟ କରନ୍ତୁ। ଆଉ ଏବେ ମୁଁ ଟିକେ ଟମାଟୋ ସସ୍ ପକାଇ ଦେଉଛି। ଏଇଟା ବି ଅପସନାଲ୍, ଆପଣ ଚାହିଁଲେ ପକାଇ ପାରିବେ, ନ ଚାହିଁଲେ ପକାଇ ପାରିବେ। ବାସ୍ନା ତ ଜବରଦସ୍ତ ହେଉଛି, ପୁରା ଭୋଜି ଭଳିଆ ତରକାରୀଟା ହେବ। ଏ ଦେଖନ୍ତୁ ସବୁକୁ ମିଶାଇ ଦେବେ ଭଲ ଭାବରେ। ଲାଗିଯାଉଛି କାରଣ ଆମର ତେଲ ପଡ଼ିନି ବୋଲି ଏଇଟା ଲାଗିଯାଉଛି। ତାକୁ ଟିକେ ଟିକେ ଭଲ ଭାବରେ ଗୋଳେଇଦେବେ। ଆଉ ଛୋଟ ଛୋଟ କରିକି ଏବେ ମୁଁ କାଟିକି ରଖିଥିଲି ପନିର, ତାକୁ ପକାଇଦେବେ। ପନିରଟା ଆମର ଚୁନା ହେଇଯାଉଛି, ମାନେ ପନିରଟା ହାର୍ଡ଼ ଥାଏ, କିନ୍ତୁ ଏଇଟା ବହୁତ ଭଲ ପନିର, ସେଥିପାଇଁ ଏଇଟା ଚୁନା ହେଇଯାଉଛି। ଦେଖନ୍ତୁ ଏଇଠି ଦେଖନ୍ତୁ ମୁଁ ତାକୁ ମିକ୍ସ କରିଦେଲି ପୁରା ଭଲ ଭାବରେ। ଏବେ କ'ଣ କରିବେ ନା, ମସଲା ରେଡ଼ି ହେଇଗଲାଣି ଆମର, ପୁରା ବଢ଼ିଆ ସେ ଦେଖନ୍ତୁ ହେଇଗଲାଣି, କଲର୍ ବି ବଢ଼ିଆ ଆସିଗଲାଣି। ଏବେ ପାଣି ଦେଇଦେଇ ଟିକେ ଫୁଟେଇ ଦେବେ। ଏଇଟା ଆପଣ ଭାତ ସହିତ ଖାଇପାରିବେ, ରୁଟି ସହିତ ଖାଇପାରିବେ, ଆଉ ଯେକୌଣସି ଲୋକ ବି ଖାଇପାରିବେ। ବୁଢ଼ାବୁଢ଼ୀ ଯେଉଁମାନଙ୍କର ଦେହ ଖରାପ, ତେଲ ମସଲା ମନା ହେଇଥାଏ, ଡକ୍ଟର ମନା କରିଥାଏ, ହାର୍ଟ ପେସେଣ୍ଟ ସମସ୍ତେ ଖାଇପାରିବେ। ଡେଲିଭରିରେ ଏଥିରେ କିଛି ତେଲ ପଡ଼ୁନି, ସେମାନେ ବି ଖାଇପାରିବେ। ଦେଖନ୍ତୁ କଲର୍ କେତେ ବଢ଼ିଆ ଆସିଛି। ତ ଫ୍ରେଣ୍ଡ ମାନେ ରହୁଛି, ଦେଖା କରିବା ଆଉ ଗୋଟେ ଭିଡ଼ିଓରେ। ଜୟ ଜଗନ୍ନାଥ।